ଏବେ ଆମେ ଆଲୋଚନା କରିବା ପିଲାମାନେ କେନ୍ଦ୍ର ରାଜ୍ୟ ମଧ୍ୟରେ ସମ୍ପର୍କ। ଭାରତୀୟ ସମ୍ବିଧାନ କେନ୍ଦ୍ର ରାଜ୍ୟ ମଧ୍ୟରେ ତିନୋଟି କ୍ଷେତ୍ରରେ ସମ୍ପର୍କ ଗୁଡ଼ିକୁ ଉଲ୍ଲେଖ କରିଛି। ସେଗୁଡ଼ିକ ହେଲା ବ୍ୟବସ୍ଥାପିକା ସମ୍ପର୍କ, ପ୍ରଶାସନିକ ସମ୍ପର୍କ ଓ ଆର୍ଥିକ ସମ୍ପର୍କ। ଏବେ ଆମେ ଆଲୋଚନା କରିବା ପିଲାମାନେ ଭାରତ ସମ୍ବିଧାନରେ କେଉଁ ଭାଗରେ ଏହା ବର୍ଣ୍ଣିତ ଅଛି। ସମ୍ବିଧାନର ଏକାଦଶ ଭାଗରେ ବ୍ୟବସ୍ଥାପିକା ଓ ପ୍ରଶାସନିକ ସମ୍ପର୍କ ବିଷୟରେ ଆଲୋଚନା କରାଯାଇଥିବା ବେଳେ ଦ୍ୱାଦଶ ଭାଗରେ ଆର୍ଥିକ ସମ୍ପର୍କ ବିଷୟରେ ଆଲୋଚନା କରାଯାଇଛି। ଏବେ ଆମେ ପଢ଼ିବା ପିଲାମାନେ ବ୍ୟବସ୍ଥାପିକା ସମ୍ପର୍କ। ସମ୍ବିଧାନର ଏକାଦଶ ଭାଗର ପ୍ରଥମ ଅଧ୍ୟାୟରେ ଧାରା 245ରୁ 255 ମଧ୍ୟରେ କେନ୍ଦ୍ର ରାଜ୍ୟ ବ୍ୟବସ୍ଥାପିକା ସମ୍ପର୍କ ବିଷୟରେ ଉଲ୍ଲେଖ କରାଯାଇଛି। ଭାରତୀୟ ସମ୍ବିଧାନରେ ଅଞ୍ଚଳ ଓ ବିଷୟକୁ ଆଧାର କରି କେନ୍ଦ୍ର ରାଜ୍ୟ ମଧ୍ୟରେ ବ୍ୟବସ୍ଥାପିକା କ୍ଷମତା ଗୁଡ଼ିକୁ ବଣ୍ଟନ କରାଯାଇଛି। ପିଲାମାନେ ଯେହେତୁ ଆମେ ବ୍ୟବସ୍ଥାପିକା ସମ୍ପର୍କ ଆଲୋଚନା କରୁଛୁ, ଆମେ ଜାଣିବା କଥା ଯେ ରାଜ୍ୟ ସରକାର କେଉଁଠି ଆଇନ ତିଆରି କରିପାରିବ ଓ କେନ୍ଦ୍ର ସରକାର କେଉଁଠି ଆଇନ ତିଆରି କରିପାରିବ। ରାଜ୍ୟ ସରକାର ତା'ର ରାଜ୍ୟର ଯେକୌଣସି ଅଞ୍ଚଳ ପ୍ରତି ଆଇନ ତିଆରି କରିପାରିବ, ମାନେ ରାଜ୍ୟ ସରକାର ସେହି ରାଜ୍ୟ ଭିତରେ ଏକା ସୀମିତ ରହିବ ଆଇନ ତିଆରି କ୍ଷେତ୍ରରେ, କିନ୍ତୁ କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ଆଇନ ତିଆରି କରିପାରିବ। ପିଲାମାନେ ଆମେ ଜାଣିଥିବା ବ୍ୟବସ୍ଥାପିକା କେଉଁ ପ୍ରକାର କାର୍ଯ୍ୟ କରେ ନା ନୂତନ ଆଇନ ପ୍ରଣୟନ କରେ। ତ ଆଞ୍ଚଳିକ ବିଭାଜନ ବ୍ୟତୀତ ବିଭିନ୍ନ ଆଇନ ପ୍ରଣୟନ ବିଷୟକୁ ଭିତ୍ତି କରି କେନ୍ଦ୍ର ରାଜ୍ୟ ମଧ୍ୟରେ ବ୍ୟବସ୍ଥାପିକା କ୍ଷମତା ଗୁଡ଼ିକୁ ବଣ୍ଟନ କରାଯାଇଛି। ଯେଉଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଭିତରେ କ୍ଷମତା ବଣ୍ଟନ କରାଯାଇଛି ସେଟା ଆଇନ ପ୍ରଣୟନ ବିଷୟକୁ ଆଧାର କରିକରି କ୍ଷମତା ବଣ୍ଟନ କରାଯାଇଛି ବ୍ୟବସ୍ଥାପିକା ସମ୍ପର୍କରେ। ତ ଭାରତ ସମ୍ବିଧାନ ଆଇନ ପ୍ରଣୟନ ବିଷୟକୁ ସପ୍ତମ ଅନୁସୂଚୀରେ ତିନୋଟି ତାଲିକାଭୁକ୍ତ କରିଛି। ସେଗୁଡ଼ିକ ହେଲା କେନ୍ଦ୍ର ତାଲିକା, ରାଜ୍ୟ ତାଲିକା, ଯୁଗ୍ମ ତାଲିକା। ଏବେ ଆମେ ପଢ଼ିବା କେନ୍ଦ୍ର ତାଲିକା। ସାରା ରାଷ୍ଟ୍ରରେ ଗୁରୁତ୍ୱ ବହନ କରୁଥିବା 29ଟି ବିଷୟକୁ କେନ୍ଦ୍ର ତାଲିକାଭୁକ୍ତ କରାଯାଇଛି, ଯାହା ଉପରେ କେବଳ ସଂସଦ ଆଇନ ପ୍ରଣୟନ କରିପାରିବ। ଆଗରୁ 29ଟି ବିଷୟ ଥିଲା, ଏବେ କେନ୍ଦ୍ର ତାଲିକାରେ ବର୍ତ୍ତମାନ 100ଟି ବିଷୟ ଅଛି। ଏହି 100ଟି ବିଷୟରେ କେବଳ କେନ୍ଦ୍ର ସରକାର ହିଁ ଆଇନ ତିଆରି କରିପାରିବ। ଏହି 100ଟି ବିଷୟ ହେଲା ପ୍ରତିରକ୍ଷା, ସାମରିକ ବାହିନୀ, ବୈଦେଶିକ ବ୍ୟାପାର, ଯୁଦ୍ଧ, ଶାନ୍ତି, ରେଳ, ଡାକ ଓ ତାର, ଆମଦାନୀ ରପ୍ତାନି, ଯୋଗାଯୋଗ, ଆନ୍ତର୍ଜାତିକ ବାଣିଜ୍ୟ, ବିମାନ ଚାଳକ, ଆୟକର, ବୃହତ୍ତମ ଶିଳ୍ପ ଇତ୍ୟାଦି ହେଉଛି କେନ୍ଦ୍ର ତାଲିକାଭୁକ୍ତ ବିଷୟବସ୍ତୁ। ଏମିତି ବି କ୍ୱେଶ୍ଚିନ୍ ଆସିଥାଏ ପିଲାମାନେ, ପ୍ରତିରକ୍ଷା କେଉଁ ତାଲିକା ଅନ୍ତର୍ଭୁକ୍ତ ଏକ ବିଷୟବସ୍ତୁ? ଏହାର ଉତ୍ତର କ'ଣ? କେନ୍ଦ୍ର ତାଲିକା। ଏବେ ଆମେ ଆଲୋଚନା କରିବା ପିଲାମାନେ ରାଜ୍ୟ ତାଲିକା। ରାଜ୍ୟ ତାଲିକାରେ 61ଟି ବିଷୟବସ୍ତୁ ଅନ୍ତର୍ଭୁକ୍ତ ହୋଇଅଛି। ଏହି 61ଟି ବିଷୟବସ୍ତୁ ଉପରେ ରାଜ୍ୟ ବିଧାନମଣ୍ଡଳ କିମ୍ବା ରାଜ୍ୟ ବିଧାନସଭା ମାନେ ଏହା ଉପରେ ଆଇନ ତିଆରି କରିପାରିବେ। ଯେଉଁ ରାଜ୍ୟ ତାଲିକା ବିଷୟବସ୍ତୁ ଗୁଡ଼ିକ ଅଛି ତାହା ଉପରେ ରାଜ୍ୟ ସରକାର ଆଇନ ତିଆରି କରିପାରିବ। ରାଜ୍ୟ ତାଲିକା ଅନ୍ତର୍ଭୁକ୍ତ ମୁଖ୍ୟ ବିଷୟବସ୍ତୁ ଗୁଡ଼ିକ ହେଲା ଆଇନ ଶୃଙ୍ଖଳା, ପୋଲିସ, ଜେଲ୍, ସ୍ଥାନୀୟ ଶାସନ, ସାଧାରଣ ସ୍ୱାସ୍ଥ୍ୟ, କୃଷି, ଜଙ୍ଗଲ, ପଶୁପାଳନ ଇତ୍ୟାଦି। ଏହିସବୁ ବିଷୟ ଗୁଡ଼ିକ ଉପରେ ରାଜ୍ୟ ସରକାର ଆଇନ ତିଆରି କରିପାରିବ। କିନ୍ତୁ କେତେକ ପରିସ୍ଥିତିରେ ଭାରତ ପାର୍ଲାମେଣ୍ଟ କିମ୍ବା ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିପାରିବେ। ଏବେ ଆମେ ପଢ଼ିବା ଯୁଗ୍ମ ତାଲିକା। ଯୁଗ୍ମ ତାଲିକାରେ 52ଟି ବିଷୟବସ୍ତୁ ରହିଅଛି। ଏହି 52ଟି ବିଷୟବସ୍ତୁ ଉପରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଇନ ତିଆରି କରିପାରିବେ। ଯଦି କୌଣସି କାରଣବଶତଃ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟରେ ବିବାଦ ସୃଷ୍ଟି ହୁଏ, ଆଇନ ତିଆରିକୁ ନେଇ ବିବାଦ ସୃଷ୍ଟି ହେଲେ କେନ୍ଦ୍ରୀୟ ଆଇନ ବଳପ୍ରଦ ରହିବ। ଯୁଗ୍ମ ତାଲିକାରେ ଥିବା ମୁଖ୍ୟ ବିଷୟବସ୍ତୁ ଗୁଡ଼ିକ ହେଲା ଶିକ୍ଷା, କୃଷି, ବିବାହ ଓ ଛାଡ଼ପତ୍ର, ଶ୍ରମିକ କଲ୍ୟାଣ, କଳକାରଖାନା, ସମ୍ବାଦପତ୍ର ଇତ୍ୟାଦି ହେଉଛି ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ବିଷୟବସ୍ତୁ। ଏବେ ଆମେ ପଢ଼ିବା ପିଲାମାନେ ଅବଶିଷ୍ଟ କ୍ଷମତା। ଯେଉଁ ସବୁ ବିଷୟ ଗୁଡ଼ିକ ଉକ୍ତ ତିନୋଟି ତାଲିକା ପରିସର ବାହାରେ, ସେସବୁ ବିଷୟରେ ଆଇନ ପ୍ରଣୟନ କରିବା କ୍ଷମତା କେବଳ ପାର୍ଲାମେଣ୍ଟ ରହିଛି। ଯେଉଁ ତିନୋଟି ତାଲିକା ଅଛି, କେନ୍ଦ୍ର ତାଲିକା, ରାଜ୍ୟ ତାଲିକା, ଯୁଗ୍ମ ତାଲିକା, ଏହି ତିନୋଟି ତାଲିକା ବାହାରେ ଯେଉଁ ବିଷୟବସ୍ତୁ ଅଛି ସେହି ବିଷୟବସ୍ତୁ ଉପରେ କେବଳ କିଏ ଆଇନ ତିଆରି କରିପାରିବ? ପାର୍ଲାମେଣ୍ଟ ଆଇନ ତିଆରି କରିପାରିବ। ଏହି କ୍ଷମତାକୁ ଅବଶିଷ୍ଟ କ୍ଷମତା ବୋଲି କୁହାଯାଇଛି ଓ ଏହା ଆମ ସମ୍ବିଧାନର 248 ଧାରାରେ ବର୍ଣ୍ଣିତ ଅଛି। କିନ୍ତୁ ପିଲାମାନେ ଆମେରିକା, ସୁଇଜରଲ୍ୟାଣ୍ଡ ଭଳି ରାଷ୍ଟ୍ରରେ
ଏହି କ୍ଷମତା ରାଜ୍ୟ ସରକାର ହାତରେ ନ୍ୟସ୍ତ ଥାଏ। ଆମେ ପଢ଼ିଲା ପିଲାମାନେ କେନ୍ଦ୍ର ରାଜ୍ୟ ମଧ୍ୟରେ ଯେଉଁ ବ୍ୟବସ୍ଥାପିକା ସମ୍ପର୍କ ଅଛି, କେନ୍ଦ୍ର ସରକାର କେଉଁ ଜାଗାରେ ଆଇନ ତିଆରି କରିପାରେ, ରାଜ୍ୟ ସରକାର କେଉଁ ଜାଗାରେ ଆଇନ ତିଆରି କରିପାରେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟରେ କ୍ଷମତା ବିସ୍ତୃତ ଭାବେ ବଣ୍ଟନ ହୋଇଛି। ତାହା ସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର କେତେକ କ୍ଷେତ୍ରରେ ରାଜ୍ୟ ତାଲିକା ବିଷୟବସ୍ତୁ ଉପରେ ଆଇନ ତିଆରି କରିପାରିବ। ଆମ ସଂଘୀୟ ବ୍ୟବସ୍ଥା ଅନୁସାରେ ପାର୍ଲିଆମେଣ୍ଟର ବିଶେଷ କ୍ଷମତା ରହିଛି। କେତେକ ପରିସ୍ଥିତିରେ ରାଜ୍ୟ ତାଲିକା ବିଷୟବସ୍ତୁ ଉପରେ ପାର୍ଲିଆମେଣ୍ଟର ବିଶେଷ କ୍ଷମତା ଅଛି, ତା ଉପରେ ଆଇନ ତିଆରି କରିପାରେ। କେତେକ ପରିସ୍ଥିତି ଗୁଡ଼ିକ ହେଲା, ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ପାର୍ଲିଆମେଣ୍ଟ ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ତିଆରି କରିପାରେ। ଏହା ଆମ ସମ୍ବିଧାନର 249 ଧାରାରେ ବର୍ଣ୍ଣିତ ଅଛି। ଏଥିପାଇଁ ରାଜ୍ୟସଭାରେ ଉପସ୍ଥିତ ଥିବା 2/3 ସଭ୍ୟମାନଙ୍କର ସମର୍ଥନ ସହିତ ଏକ ପ୍ରସ୍ତାବ ଗୃହୀତ ହେବା ଦରକାର ଯେ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ତିଆରି କରିବା ଆବଶ୍ୟକ। ଯେତେବେଳେ ଜରୁରୀ ପରିସ୍ଥିତି ଘୋଷିତ ହୁଏ, ସେତେବେଳେ ପାର୍ଲିଆମେଣ୍ଟ ରାଜ୍ୟ ତାଲିକା ବିଷୟବସ୍ତୁ ଉପରେ ଆଇନ ତିଆରି କରିପାରେ। ଏହା ଆମ ସମ୍ବିଧାନର 250 ଧାରାରେ ବର୍ଣ୍ଣିତ ଅଛି। ଯେତେବେଳେ କୌଣସି ରାଜ୍ୟରେ ରାଜ୍ୟ ଜରୁରୀ ପରିସ୍ଥିତି ବା ରାଷ୍ଟ୍ରପତି ଶାସନ ଜାରି ହୁଏ, ସେତେବେଳେ ସେହି ରାଜ୍ୟର ରାଜ୍ୟ ତାଲିକାଭୁକ୍ତ ବିଷୟରେ ପାର୍ଲିଆମେଣ୍ଟ ଆଇନ ତିଆରି କରିପାରେ। ଆଉ ଏହା ଆମ ସମ୍ବିଧାନର 356 ଧାରାରେ ବର୍ଣ୍ଣିତ ଅଛି। ରାଜ୍ୟ ଜରୁରୀ ପରିସ୍ଥିତି ବେଳେବେଳେ ପରୀକ୍ଷାରେ ପଡ଼ିଥାଏ ପିଲାମାନେ, ରାଷ୍ଟ୍ରପତି ଶାସନ କେଉଁ ଧାରାରେ ବର୍ଣ୍ଣିତ ଅଛି? ତାର ଉତ୍ତର ହେଉଛି 356 ଧାରା। ସମ୍ବିଧାନର ଧାରା 252 ଅନୁସାରେ ଯଦି 2 ବା ତତୋଧିକ ରାଜ୍ୟର ବ୍ୟବସ୍ଥାପିକା ସଭା ବା ବିଧାନମଣ୍ଡଳ ସ୍ୱଇଚ୍ଛାରେ ଏକ ପ୍ରସ୍ତାବ ଗୃହୀତ କରି ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟରେ ଆଇନ ପ୍ରଣୟନ କରିବା ନିମନ୍ତେ ପାର୍ଲିଆମେଣ୍ଟ ବା ସଂସଦକୁ ଅନୁରୋଧ କରନ୍ତି, ତାହେଲେ ପାର୍ଲିଆମେଣ୍ଟ ବା ସଂସଦ ସେହି ବିଷୟରେ ଆଇନ ପ୍ରଣୟନ କରିପାରିବେ। କେବଳ ପ୍ରସ୍ତାବ ଗ୍ରହଣ କରିଥିବା ରାଜ୍ୟ ହିଁ ସେହି ସଂସଦୀୟ ଆଇନ ଲାଗୁ ହେବ। ସାଧାରଣ ଭାଷାରେ ଯଦି ପିଲାମାନେ ବୁଝମା ଯେ 2ରୁ 3ଟା ରାଜ୍ୟ ତାଙ୍କର ସହମତିରେ ସେମାନେ ଚାହିଁବେ ତାଙ୍କର ଯେ ରାଜ୍ୟ ତାଲିକା ବିଷୟବସ୍ତୁ ଅଛେ, ପାର୍ଲିଆମେଣ୍ଟକେ ଅନୁରୋଧ କରିବେ ଯେ ତାଙ୍କର ରାଜ୍ୟ ତାଲିକା ବିଷୟବସ୍ତୁ ଉପରେ ଆଇନ ତିଆରି କରବାର୍ ଲାଗି, और ସେହି ବିଷୟବସ୍ତୁ ଉପରେ ପାର୍ଲିଆମେଣ୍ଟ ଆଇନ ତିଆରି କରିଥାଏ। ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେଉଁଥିରେ କି ରାଜ୍ୟ ତାଲିକାଭୁକ୍ତ ବିଷୟରେ ପାର୍ଲିଆମେଣ୍ଟ ଆଇନ ତିଆରି କରିପାରିବେ। ସମ୍ବିଧାନର 253 ଧାରା ଅନୁସାରେ କୌଣସି ଦେଶ କିମ୍ବା ଦେଶମାନଙ୍କ ସହିତ ଚୁକ୍ତି ବା ସନ୍ଧି ସମ୍ପାଦନା ପାଇଁ ଆବଶ୍ୟକ ପଡ଼ିଲେ ପାର୍ଲିଆମେଣ୍ଟ କିମ୍ବା ସଂସଦ ସମଗ୍ର ଦେଶ କିମ୍ବା ଏହାର କୌଣସି ଅଞ୍ଚଳ ପାଇଁ ଆଇନ ପ୍ରଣୟନ କରିପାରନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେଉଁଥିରେ କି ପାର୍ଲିଆମେଣ୍ଟ ରାଜ୍ୟ ତାଲିକା ବିଷୟ ଉପରେ ଆଇନ ତିଆରି କରିପାରେ। ରାଜ୍ୟ ବିଧେୟକଙ୍କୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି। ସମ୍ବିଧାନର 200 ଧାରା ଅନୁସାରେ ରାଜ୍ୟ ବିଧାନମଣ୍ଡଳ ଦ୍ୱାରା ଗୃହୀତ କେତେକ ବିଧେୟକକୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପ୍ରେରଣ କରିପାରିବେ। ସମ୍ବିଧାନର 201 ଧାରା ଅନୁସାରେ ରାଷ୍ଟ୍ରପତି ତାଙ୍କ ନିକଟକୁ ପ୍ରେରିତ ବିଧେୟକକୁ ସ୍ୱୀକୃତି କିମ୍ବା ଅଗ୍ରାହ୍ୟ କରିଦେଇପାରନ୍ତି। ରାଜ୍ୟର ଭୌଗୋଳିକ ସୀମା ପରିବର୍ତ୍ତନ କରିବା ପାର୍ଲିଆମେଣ୍ଟର ଆଉ ଏକ ବିଶେଷ କ୍ଷମତା। ଆମ ସଂଘୀୟ ବ୍ୟବସ୍ଥା ଅନୁସାରେ ଏକ ସାଧାରଣ ସମ୍ବିଧାନ ସଂଶୋଧନ ଦ୍ୱାରା ପାର୍ଲିଆମେଣ୍ଟ କୌଣସି ରାଜ୍ୟର ସୀମା ବଢ଼ାଇ ପାରିବେ, କମାଇ ପାରିବେ, ତାର ନାଁ ପରିବର୍ତ୍ତନ କରିଦେଇପାରିବେ କିମ୍ବା ସେଥିରୁ ନେଇ ଅଥବା ଏକ ରାଜ୍ୟରୁ ଏକ ଅଂଶକୁ କାଟିଦେଇ ଏକ ନୂତନ ରାଜ୍ୟ ସୃଷ୍ଟି କରିପାରିବେ। କିନ୍ତୁ ଏହି ପ୍ରକାର ବ୍ୟବସ୍ଥା ଆମେରିକା, ଅଷ୍ଟ୍ରେଲିଆ ଓ ସୁଇଜରଲ୍ୟାଣ୍ଡରେ ଦେଖାଯାଏ ନାହିଁ। ଏହି ରାଷ୍ଟ୍ରମାନଙ୍କରେ ରାଜ୍ୟମାନଙ୍କର ବିନା ଅନୁମୋଦନରେ ସେମାନଙ୍କ ଭୌଗୋଳିକ ସୀମାରେଖା ପରିବର୍ତ୍ତନ ଆଣିବା ସମ୍ଭବ ନୁହେଁ। ପାର୍ଲିଆମେଣ୍ଟର ଆଉ ଏକ ବିଶେଷ କ୍ଷମତା ହେଲା କେନ୍ଦ୍ରୀୟ ଆଇନର ଉଚ୍ଚତର ମର୍ଯ୍ୟାଦା। ସମ୍ବିଧାନର 251 ଧାରା ଅନୁସାରେ କେନ୍ଦ୍ରୀୟ ଆଇନ ଓ ରାଜ୍ୟ ମଧ୍ୟରେ ବିବାଦ ଉପୁଜିଲେ କେନ୍ଦ୍ରୀୟ ଆଇନ ବଳବତ୍ତର ରହିବ। ଏଟାକୁ ଯଦି ଆମେ ସାଧାରଣ ଭାଷାରେ ବୁଝିବା ପିଲାମାନେ, ଯଦି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟରେ ଆଇନକୁ ନେଇ କୌଣସି ବିବାଦ ଦେଖାଦେଲେ କେନ୍ଦ୍ରୀୟ ଆଇନ ଯାହା କହିଥିବ ତାହା ଏକା ରହିବ, ରାଜ୍ୟ ଯାହା କହିଥିବ ସେ କଥା ରହିବ ନାହିଁ। ମାନେ କେନ୍ଦ୍ରୀୟ ଆଇନ ବଳବତ୍ତର ରହିବ।